ଏହାର ପ୍ରଥମ ଖବର, ଦିଲ୍ଲୀରେ ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା। ଆଜ୍ଞା ହଁ, ଦିଲ୍ଲୀ ଲାଲକିଲ୍ଲାଟା ନିକଟରେ ଘଟିଥିବା ଭୟଙ୍କର ବୋମା ବିସ୍ଫୋରଣ ଦେଶକୁ ଥରାଇ ଦେଇଥିଲା। ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଲାଲକିଲ୍ଲାରେ ଘଟିଥିବା ବିସ୍ଫୋରଣ ଜନିତ ମୃତ୍ୟୁ ପାଇଁ ମୃତକଙ୍କ ଏବଂ ଆହତଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ। ସେହିଭଳି ସମ୍ପୂର୍ଣ୍ଣ ଅକ୍ଷମ ହୋଇଥିଲେ ଗୁରୁତର ଆହତ ପାଇଁ 5 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବେ ଦିଲ୍ଲୀ ସରକାର। ପରବର୍ତ୍ତୀ ଖବର, ନୂଆପଡ଼ାରେ ରେକର୍ଡ ମତଦାନ ପାଇଁ ଧନ୍ୟବାଦ ଜଣାଇଲେ ବିଜେପି ସଭାପତି। ଆଜ୍ଞା ହଁ, ଉପନିର୍ବାଚନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବା, ନିର୍ବାଚନ ପ୍ରକ୍ରିୟାରେ ସହଯୋଗ କରିଥିବା ନୂଆପଡ଼ା ଜନତାମାନଙ୍କୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗତକାଲି ଧନ୍ୟବାଦ ଜଣାଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କର ଉପସ୍ଥିତିରେ ଉପନିର୍ବାଚନ ସୁରୁଖୁରୁରେ ନିରପେକ୍ଷ ଭାବେ ସମାପ୍ତି ହୋଇଛି ବୋଲି କହିଛନ୍ତି। ନୂଆପଡ଼ା ନିର୍ବାଚନକୁ ପରିଚାଳନା କରିଥିବା ପୋଲିସ ପ୍ରଶାସନ, ଅନ୍ୟ ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ସାମ୍ବାଦିକ ବନ୍ଧୁମାନଙ୍କୁ ମଧ୍ୟ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ମନମୋହନ ସାମଲ। ପରବର୍ତ୍ତୀ ଖବର, ଦିଲ୍ଲୀରେ ବିସ୍ଫୋରଣ ପରେ ଓଡ଼ିଶାରେ ସୁରକ୍ଷା ପାଇଁ ଚିନ୍ତିତ ମୁଖ୍ୟମନ୍ତ୍ରୀ। ଦିଲ୍ଲୀର ଐତିହାସିକ ସ୍ଥଳୀ ଲାଲକିଲ୍ଲା ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ପରେ ଓଡ଼ିଶାରେ କଡ଼ାକଡ଼ି ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଲିସ ଡିଜିଙ୍କ ସହିତ ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କର ନିର୍ଦ୍ଦେଶରେ ପୁରୀ ସମେତ ରାଜଧାନୀ ଭୁବନେଶ୍ୱର ଏବଂ ହୀରାକୁଦ ଡ୍ୟାମରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବାଲିଯାତ୍ରା ଚାଲୁଥିବାରୁ ସଜାଗ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପରବର୍ତ୍ତୀ ଖବର, ରାଜ୍ୟ ସରକାରଙ୍କର 2026 କ୍ୟାଲେଣ୍ଡର ଜାରି କରାଗଲା। ଆଜ୍ଞା ହଁ, ଓଡ଼ିଶାରେ ରାଜ୍ୟ ସରକାରଙ୍କ ପକ୍ଷରୁ 2026 ବର୍ଷ ଲାଗି କ୍ୟାଲେଣ୍ଡର ଜାରି କରିଛନ୍ତି ସରକାର। ରାଜସ୍ୱ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ସୂଚନା ଅନୁଯାୟୀ ଆସନ୍ତା ବର୍ଷ କ୍ୟାଲେଣ୍ଡରରେ 29ଟି ସାଧାରଣ ଛୁଟି ରହିଛି। ଏହି ଛୁଟି ସରକାରୀ କର୍ମଚାରୀ ମାନେ ଛୁଟି ରହିଛି। 2026 ବର୍ଷ ପାଇଁ କ୍ୟାଲେଣ୍ଡରରେ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ପାଇଁ ମଧ୍ୟ 9ଟି ଇଚ୍ଛାଧୀନ ଛୁଟି ବ୍ୟବସ୍ଥା ମଧ୍ୟ କରାଯାଇଛି। ପରବର୍ତ୍ତୀ ଖବର, ଏଣିକି ଜମିବାଡ଼ି ପଟ୍ଟାରେ ଭୁଲ ଏବଂ ସଂଶୋଧନ ପାଇଁ ଆପଣମାନଙ୍କୁ ହେବାକୁ ପଡ଼ିବ ନାହିଁ ହଇରାଣ। ହଁ ଆଜ୍ଞା, ଆପଣମାନେ ଜମିବାଡ଼ି କିଣିବାରେ କିଛି ଭୁଲଭାଲ ହୋଇଥିଲା କି? ଯଦି ଏପ୍ରକାର କିଛି ଘଟିଥିଲା, ତେବେ ଏହାର ସଂଶୋଧନ ଆପଣ ଚାହିଁଲେ ଏବେ ସୁରୁଖୁରୁରେ କରିପାରିବେ। ତେବେ ଏଣିକି ଆଉ ଟେନସନ ନେବାକୁ ପଡ଼ିବନି, କାରଣ ସରକାର ଏବେ ନିୟମରେ ପରିବର୍ତ୍ତନ କରିଛନ୍ତି। ଏଣିକି ସହଜରେ ପଟ୍ଟା ସଂଶୋଧନ ହୋଇପାରିବ। ପୁରୁଣା ପଞ୍ଜୀକୃତ କବଲା କିମ୍ବା ଅନ୍ୟ ବୈଧ ଦଲିଲ ମାଧ୍ୟମରେ ଜମିର ରେକର୍ଡ ସଂଶୋଧନ କରାଯିବ। ତହସିଲଦାରମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଏନେଇ ଓଡ଼ିଶା ସର୍ଭେ ଆଣ୍ଡ ସେଟେଲମେଣ୍ଟ ରୁଲରେ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ମଧ୍ୟ ପ୍ରଦାନ କରିଛନ୍ତି। ଭବିଷ୍ୟତରେ ଯେପରି ବହୁତ କେସ୍ ନ ରହିବ ଏବଂ ବୋଝ ନ ରହିବ, ସେଥିପାଇଁ ତହସିଲଦାରମାନଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି ସରକାର। ପରବର୍ତ୍ତୀ ଖବର, ରାଜ୍ୟରେ ଶିଶୁ ମହୋତ୍ସବ ସୁରଭି 2025 ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜ୍ଞା ହଁ, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ୟୁନିଟ୍ 3 ସ୍ଥିତ କ୍ୟାପିଟାଲ ହାଇସ୍କୁଲ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୁରଭି କେବଳ ଶିଶୁର ପ୍ରତିଭାର ବିକାଶ ପାଇଁ ଏବଂ ଏକ ଉତ୍ସବ ନୁହେଁ, ଏହା ପ୍ରତ୍ୟେକ ଶିଶୁମାନଙ୍କର ସ୍ୱପ୍ନ ଅଟେ। ଏହାର ସୃଜନଶୀଳତା ଏବଂ ନୂତନ ଚିନ୍ତାଧାରା ଏବଂ ପ୍ରତିଭା ବିକାଶରେ ମଧ୍ୟ ସହାୟକ ହେବ। ବିଦ୍ୟାର୍ଥୀମାନଙ୍କ ପ୍ରଭାବକୁ ଲୋକଲୋଚନକୁ ଆଣିବାକୁ ସୁରଭି ଏକ ଅଦ୍ୱିତୀୟ ପ୍ଲାଟଫର୍ମ ସାଜିଛି। ଏହା ନେଇ ମୁଖ୍ୟମନ୍ତ୍ରୀ ଗର୍ବିତ ଏବଂ ଏହି ଭାଷଣ ମଧ୍ୟ କହିଛନ୍ତି। ପରବର୍ତ୍ତୀ ଖବର, ନିର୍ବାଚନରେ ରାଜ୍ୟ ଇତିହାସରେ ନୂଆପଡ଼ା ନିର୍ବାଚନ ଏକ କଳଙ୍କ ଅଧ୍ୟାୟ ବୋଲି ମତ ପ୍ରକାଶ କରିଛି ବିଜେଡି। ଆଜ୍ଞା ହଁ, ନୂଆପଡ଼ା ଉପନିର୍ବାଚନରେ ବିଜେପି ସରକାରୀ କଳର ଅପବ୍ୟବହାର କରିଛି ବୋଲି ଏବଂ ଆଚରଣ ବିଧିକୁ ଉଲ୍ଲଂଘନ କରିଛି ବୋଲି, ନିର୍ବାଚନ ବୈତରଣୀ ପାରି ହେବା ପାଇଁ ଅପଚେଷ୍ଟା କରିଛି ବୋଲି ବିଜୁ ଜନତା ଦଳର ଅଭିଯୋଗ ଆସିଛି। ଏହା ସତ୍ତ୍ୱେ ବିଜୁ ଜନତା ଦଳର ପ୍ରାର୍ଥୀ ସ୍ନେହାଙ୍ଗିରି ଛୁରିଆ ବିଜୟୀ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି ବିଜେଡି। ଶଙ୍ଖ ଭବନରୁ ବୁଧବାର
ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ବିଜେପିର ସଦସ୍ୟ ଟୁକୁନି ସାହୁ ଓ ବିଜେପି ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ ନୂଆପଡ଼ା ନିର୍ବାଚନରେ ହୋଇଥିବା ବିସ୍ତୃତ ଅନିୟମିତତା ଏବଂ ସରକାରୀ କଳର ଅପବ୍ୟବହାର ବିସ୍ତୃତରେ ତାଲିକା ପ୍ରଦାନ କରି ଏହାକୁ ଗଣତନ୍ତ୍ରର କଣ୍ଠରୋଧ ବୋଲି ମତ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ଖବର, ଓଡ଼ିଶା ଏସ୍ଆଇ ପରୀକ୍ଷା ସ୍କାମ୍ କେଳେଙ୍କାରୀ ମାମଲାରେ ଅଭିଯୁକ୍ତ ଶଙ୍କର ପୃଷ୍ଟିଙ୍କର ଘନିଷ୍ଠ ସହଯୋଗୀ ଗିରଫ ହୋଇଛନ୍ତି। ବହୁଚର୍ଚ୍ଚିତ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଅଭିଯୁକ୍ତ ଶଙ୍କର ପୃଷ୍ଟିଙ୍କର ଘନିଷ୍ଠ ସହଯୋଗୀ ଏବଂ ମିତ୍ର ଗିରଫ ହୋଇଛନ୍ତି। ଅଭିଯୁକ୍ତ ସାଗର କୁମାର ଗୌଡ଼ଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ। ଦୀଘା ମଡ୍ୟୁଲର ଦାୟିତ୍ୱରେ ସାଗର ଥିବାର ଜଣାପଡ଼ିଥିଲା। ଏହା ସହ ମାଷ୍ଟର ମାଇଣ୍ଡ ଶଙ୍କରଙ୍କର କେୟାରଟେକର ଥିଲେ ସାଗର। ସାଗର ଜରିଆରେ ଏଜେଣ୍ଟଙ୍କ ସହିତ ଲିଙ୍କରେ ଆସୁଥିଲେ ଶଙ୍କର। ପରବର୍ତ୍ତୀ ଖବର, ନୂଆପଡ଼ାବାସୀମାନେ ରେକର୍ଡ ସଂଖ୍ୟକ ମତଦାନ ପ୍ରକାଶ କରିଛନ୍ତି। ଆଜ୍ଞା ହଁ, ଦେଶରେ 6ଟି ରାଜ୍ୟରେ ହୋଇଥିଲା ଉପନିର୍ବାଚନ ଏବଂ ଏହା ଶେଷ ମଧ୍ୟ ହୋଇଛି। ଇଭିଏମ୍ରେ ବନ୍ଦ ହୋଇଛି ପ୍ରାର୍ଥୀମାନଙ୍କର ଭାଗ୍ୟ। ଏହାରି ମଧ୍ୟରେ ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ହୋଇଛି ମତଦାନ 83.45%। ଏନେଇ ଏହା ଏକ ରେକର୍ଡ ମତଦାନ ବୋଲି ଇସିଆଇଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ନୂଆପଡ଼ାରେ ଗତବର୍ଷ 2024 ସାଧାରଣ ନିର୍ବାଚନ ଅପେକ୍ଷା ମତଦାନ ବହୁତ ମାତ୍ରାରେ ବୃଦ୍ଧି ପାଇଛି। ଗତ ନିର୍ବାଚନରେ 75.49% ମତଦାନ ହୋଇଥିବା ବେଳେ ଚଳିତ ବର୍ଷ ଏହି ମତଦାନ 83.45%ରେ ପହଞ୍ଚିଛି। ପରବର୍ତ୍ତୀ ଖବର, କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ପାଇଲା। ଆଜ୍ଞା ହଁ, ଜମୁଛି କଟକର ବାଲିଯାତ୍ରା। ବାଲିଯାତ୍ରା ଦେଖିବାକୁ ଲୋକଙ୍କର ନାହିଁ ନଥିବା ଭିଡ଼ ଲାଗି ରହିଛି। ବହୁତ ଦୂରଦୂରାନ୍ତରରୁ ଲୋକ କଟକ ମହାନଦୀ ପଠାରେ ଏକାଠି ହୋଇଛନ୍ତି ଏବଂ ବାଲିଯାତ୍ରାର ମଜା ମଧ୍ୟ ଉଠାଉଛନ୍ତି। ଏହି ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରାକୁ ଅବଧିକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ଅବଧି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧିବଦ୍ଧ ଘୋଷଣା କରିଛନ୍ତି। ଏହାଦ୍ୱାରା ପ୍ରଥମେ ନଭେମ୍ବର 12 ତାରିଖରେ ଶେଷ ହେବାକୁ ଥିବା ଏହି ମହୋତ୍ସବ ବର୍ତ୍ତମାନ ନଭେମ୍ବର 13 ତାରିଖରେ ମଧ୍ୟ ଚାଲୁ ରହିବ। ପରବର୍ତ୍ତୀ ଖବର, ଟି20 ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଅନ୍ତର୍ଜାତୀୟ ମ୍ୟାଚର ପ୍ରସ୍ତୁତିର ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜ୍ଞା ହଁ, ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ କରିବାରେ ଓଡ଼ିଶାର ସୁନାମ ଅନେକ ରହିଛି। କଟକ ବାରବାଟୀ ଷ୍ଟାଡିୟମରେ ପୂର୍ବରୁ ଅନେକ ଅନ୍ତର୍ଜାତୀୟ ମ୍ୟାଚ ମଧ୍ୟ ସୁବ୍ୟବସ୍ଥିତ ଭାବେ ଆୟୋଜନ କରାଯାଇଛି। ତେଣୁ ଆସନ୍ତା ଡିସେମ୍ବର 9 ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଅନ୍ତର୍ଜାତୀୟ ଟି20 ମ୍ୟାଚ ଯେଭଳି ସୁରକ୍ଷିତ ଏବଂ ବ୍ୟବସ୍ଥିତ ସୁନିୟନ୍ତ୍ରିତ ଭାବେ ଆୟୋଜନ କରାଯିବ, ଏହିକୁ ତ୍ରୁଟିଶୂନ୍ୟ ଯେପରି କରାଯିବ, ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରାମର୍ଶ ଦେଇଛନ୍ତି। ପରବର୍ତ୍ତୀ ଖବର, ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ 15ରୁ ହେବ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ। ଆଜ୍ଞା ହଁ, ଆସନ୍ତା ଡିସେମ୍ବର ମାସ 24 ତାରିଖରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଡିସେମ୍ବର ମାସ 24ରୁ ଆରମ୍ଭ କରି 2026 ମସିହା ଜାନୁଆରୀ ମାସ 3 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ 15 ତାରିଖରୁ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ। 15ରୁ 17 ଯାଏଁ ଚାଲିବ କଳାକାର ଚୟନ ପ୍ରକ୍ରିୟା। 15 ତାରିଖ 16 ତାରିଖରେ ବିଭିନ୍ନ ଚରିତ୍ର ପାଇଁ ଚୟନ ପ୍ରକ୍ରିୟା କରାଯାଉଥିବା ବେଳେ 17 ତାରିଖରେ କେବଳ କଂସ ଚରିତ୍ର ପାଇଁ ଚୟନ କରାଯିବ ବୋଲି ଧନୁଯାତ୍ରା କମିଟି ପକ୍ଷରୁ ଘୋଷଣା କରାଯାଇଛି। ପରବର୍ତ୍ତୀ ଖବର, ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ଧର୍ମେନ୍ଦ୍ର, ଘରେ ହେବ ଚିକିତ୍ସା। ମୁମ୍ବାଇ ବିଚ୍ କ୍ୟାଣ୍ଡେଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବଲିଉଡ ଅଭିନେତା ଧର୍ମେନ୍ଦ୍ର ଆଜି ସକାଳେ ତାଙ୍କୁ 7:30ରେ ଡିସ୍ଚାର୍ଜ କରାଯାଇଛି। ପରିବାର ତାଙ୍କୁ ଘରୋଇ ଚିକିତ୍ସା ଦେବାକୁ ନିଷ୍ପତ୍ତି ନେଇ ତାଙ୍କୁ ଘରକୁ ଚିକିତ୍ସା କରାଯିବ ବୋଲି ବିଚ୍ କ୍ୟାଣ୍ଡେଲ ହସ୍ପିଟାଲ ଡାକ୍ତର ପ୍ରଫେସର ପ୍ରତୀଶ ସମ୍ବାଦୀ କହିଛନ୍ତି। ଧର୍ମେନ୍ଦ୍ରଙ୍କ ପରିବାର ମଧ୍ୟ ଏକ ବିବୃତ୍ତି ଜାରି କରିଛନ୍ତି ଯେ ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଛି ଏବଂ ତାଙ୍କୁ ଘରେ ଚିକିତ୍ସିତ କରାଯିବ। ଗଣମାଧ୍ୟମ ଏବଂ ଜନସାଧାରଣମାନଙ୍କୁ ପରିବାରବର୍ଗ ଅନୁରୋଧ କରିଛନ୍ତି ଯେ କୌଣସି ଗୁଜବ ନିବୃତ୍ତ ରହିବାକୁ ସେ ଅପିଲ କରିଛନ୍ତି।